ସାଇକୋଲୋଜି କହିଥାଏ କୌଣସି ମହିଳା ତୁମଠୁ ପ୍ରେମ ଚାହୁଁଛି କି ଦେହ ତାହାର ଏଇ ଦୁଇଟି ଅଭ୍ୟାସରୁ ସଫା ସଫା ଜଣା ପଡ଼ିଥାଏ। ତାହା ହେଉଛି ପ୍ରଥମତଃ ସେ ତୁମର ବ୍ୟକ୍ତିଗତ କଥା କାହାକୁ ସେୟାର କରିବେ ନାହିଁ ଓ ଦ୍ୱିତୀୟରେ ତୁମକୁ ନିଜ ପରିବାର ସହିତ ପରିଚୟ କରାଇବା ପାଇଁ ଚେଷ୍ଟା କରିବେ। ସାଇକୋଲୋଜି କହିଥାଏ ମହିଳାମାନେ ଅଶ୍ଳୀଳ ଭିଡ଼ିଓ ଦେଖି ନିଜେ ଆଙ୍ଗୁଳି ମାରି ମାରି ହସ୍ତମୈଥୁନ କରିଥାନ୍ତି, କିନ୍ତୁ ବହୁତ ସମୟରେ ମହିଳାମାନେ ଏହା ବି ଚାହିଁଥାନ୍ତି କି ତାଙ୍କ ପାର୍ଟନର ତାଙ୍କ ନିଜ ହାତରେ ତାଙ୍କର ହସ୍ତମୈଥୁନ କରନ୍ତୁ। ମହିଳାମାନଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ସାଇକୋଲୋଜି କହିଥାଏ ସମ୍ଭୋଗ କରିସାରିବା ପରେ ଝିଅମାନେ ପୁଅମାନଙ୍କ ପାଖରୁ ଛାତିରେ ଚାପି ଧରି ଚୁମ୍ବନ ନେବା ପାଇଁ ଚାହିଁଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ପ୍ରେମିକା ଆପଣଙ୍କ ସହିତ ଖରାପ କଥା କହିବା ପାଇଁ ଆରମ୍ଭ କରିଦିଅନ୍ତି, ତେବେ ବୁଝିଯାଆନ୍ତୁ କି ଆପଣଙ୍କ ପ୍ରେମିକା ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ କୌଣସି ସୀମା ଉଲ୍ଲଙ୍ଘନ କରିଯାଇପାରନ୍ତି। ସାଇକୋଲୋଜି କହିଥାଏ ମହିଳାମାନଙ୍କର ନିଜ ପାର୍ଟନରଙ୍କ କଥା ମନେ ପଡ଼ିଲେ ସେମାନେ ସମସ୍ତଙ୍କ ସାମ୍ନାରେ ବି ହାଇ ମାରିବାକୁ ଲାଗନ୍ତି। ସାଇକୋଲୋଜି କହିଥାଏ ଯେଉଁ ପୁଅମାନେ ନିଜ ଶରୀରକୁ ବନେଇବା ପାଇଁ ବିଭିନ୍ନ ପ୍ରକାରର ମେଡ଼ିସିନ ଖାଇଥାନ୍ତି, ତେବେ ସେହିଭଳି ପୁଅମାନଙ୍କର ସାମାନ ଜଲ୍ଦି ଠିଆ ହୋଇନଥାଏ। ସାଇକୋଲୋଜି କହିଥାଏ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ନାଭି ତଳେ ବା ନାଭି ଆଖପାଖରେ କଳାଯାଇଥାଏ, ତେବେ ସେ ନିଜ ପାଇଁ ନୁହେଁ ବରଂ ପୁରା ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।